ନେଲେ କାହିଁକି ମନା କଲେ ନାଇଁ? ବାବୁ ସିଂହ ମୁହଁରେ ତୁଳା ବିନା ବନ୍ଧା ହେଇଥିଲା ଯେତେବେଳେ ଚାଲିଥିଲା ବିଧାନସଭାର ଆଲୋଚନା, କହିଲେ ନାଇଁ ଯେ ମୁଁ ନେବି ନାଇଁ। ନାଇଁ ନାଇଁ ମୁଁ ଏବେ ନେଇକି ଗରିବଙ୍କୁ ବାଣ୍ଟିବି, ମାନେ କରୁନ ନାନୀ କରୁନ ରବିନହୁଡ ସବୁ ଗୋଟେ ଗୋଟେ ହେଇଛନ୍ତି। ରାସ୍ତାଘାଟରେ ପାଚକ ପାଚିକା ମାନେ ଆନ୍ଦୋଳନ କରୁଛନ୍ତି। ତାଙ୍କର ଦରମା କେତେ ଜାଣିଛନ୍ତି? ତାଙ୍କର ଦରମା ହଉଛି ମାସକୁ 3000 ଟଙ୍କା ଏବଂ କହୁଛନ୍ତି ବହୁତ ଅଧିକ ଦେଇଦେଉଛୁ। ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ କହୁଛନ୍ତି ଆଜ୍ଞା ସେମାନେ ଗୋଟେ କ'ଣ ଆଉ ଆଉ ଅଧିକ କେତେ ଦେଇପାରିବୁ ଯେ ସେମାନେ ଆନ୍ଦୋଳନ କରୁଛନ୍ତି। ଆପଣଙ୍କର ମୂଳ ଦରମା ବଢିଲା 90,000 ଟଙ୍କା, 96,000 ଟଙ୍କା ଆପଣଙ୍କୁ ଆଉ ଗୋଟେ ଭତ୍ତା ମିଳିଲା। ପ୍ରତି କିଲୋମିଟର ଆପଣ ନେବେ 35 ଟଙ୍କାର ଭତ୍ତା, ତା ସହିତ 75,000 ଟଙ୍କାର ଗସ୍ତ ଖର୍ଚ୍ଚ। କ'ଣ ୟାର ମାନେ କ'ଣ? 10,000 ଟଙ୍କା ଆପଣ ମ୍ୟାଗାଜିନ୍ କିଣୁଛନ୍ତି, ମାନେ କହିବି କ'ଣ? ଜଣେ ବି ବିଧାୟକ, କେବଳ CPIM ର ଲକ୍ଷ୍ମଣ ମୁଣ୍ଡାଙ୍କୁ ଛାଡ଼ିଦେଲେ ଜଣେ ବି ବିଧାୟକ ତାଙ୍କ ମନରେ ଗୋଟେ ନୈତିକ ପ୍ରଶ୍ନ ଆସିଲା ନାହିଁ ଯେ ଆଜ୍ଞା ଅତି କମ୍ରେ ୟାର ତ ଗୋଟେ ରେସନାଲିଟି ଠିକ୍ କରନ୍ତୁ। ସେତକ ବି ହେଲା ନାହିଁ। ମୁଁ ତ କହିବି ବର୍ତ୍ତମାନ ସବୁ ପ୍ରକାଶକ ଯାଆନ୍ତୁ, ଯେଉଁ 10,000 ଟଙ୍କା ପାଇଛନ୍ତି 147 ବିଧାୟକ, ସମସ୍ତଙ୍କ ଘର ଆଗରେ କୁହନ୍ତୁ ଆଜ୍ଞା ବହି କିଣନ୍ତୁ 10,000 ଟଙ୍କା ଦିଅନ୍ତୁ। ବିଧାୟକ ମାନଙ୍କର ଦରମା ବୃଦ୍ଧି ହେଇଛି, ମାନେ ଏତେ ଦରମା ବୃଦ୍ଧି ହେଇଛି ଯାହା ସମସ୍ତଙ୍କର ଖାଇବା ହଜମକୁ ବନ୍ଦ କରିଦେଇଛି। ଅସୁବିଧା କ'ଣ ହେଲା? ଓଡ଼ିଶାରେ ବିଧାୟକ ମାନେ ଭାରତର ସବୁଠୁ ଅଧିକ ଦରମା ପାଉଥିବା ବିଧାୟକ ହେଇଗଲେ। ଏଇଟା ପ୍ରତ୍ୟେକ ଓଡ଼ିଆ ଗର୍ବିତ ହେବା କଥା ଯେ ଆମର ବିଧାୟକ ମାନେ ଭାରତର 1 ନମ୍ବର ଦରମା ପାଉଥିବା ବିଧାୟକ। ବଜା ତାଳି। ୟାଠୁ ବଡ଼ କଥା କ'ଣ ଅଛି ଯେ ଆମେ ହଉଛୁ ନିଷ୍ପତ୍ତି ନେବା, ଆମେ ନିର୍ଣ୍ଣାୟକ, ଆମେ ଯାହା ଚାହିଁବୁ ନିର୍ଣ୍ଣୟ କରିବୁ। ଆପଣଙ୍କର କ'ଣ କହିବାର ଅଛି? ଆମେ ତ ଆମର ଦାୟିତ୍ୱ ସରିଗଲା ଯେଉଁଦିନ ଆମେ ତାଙ୍କୁ ନିର୍ବାଚିତ କରିଦେଲେ। ନିର୍ବାଚିତ ହେଇଗଲା ପରେ ସେମାନେ ହେଲେ ଲ ମେକର। ନିଜ ପାଇଁ ଯେତେବେଳେ ସେମାନେ ନିୟମ ତିଆରି କରିବେ, ଆଇନ ତିଆରି କରିବେ, ନିଜର ଲାଭ ପାଇଁ ତିଆରି କରିବେ ନା। ତାଙ୍କର କ'ଣ ଏତେ ଚିନ୍ତା କରିବାର କ'ଣ ଅଛି ଯେ ଆପଣଙ୍କର ମାନେ ଓଡ଼ିଶାର ବହୁତ ଲୋକ ଗରିବ ଅଛନ୍ତି, ସେମାନେ ତ କହୁଛନ୍ତି ଯେ ଆଜ୍ଞା ଆମକୁ ବହୁତ ପଇସା ଦରକାର, କାରଣ ପୁରା କନଷ୍ଟିଚୁଏନ୍ସିର ଲୋକ ଆମ ପାଖକୁ ଆସୁଛନ୍ତି, ତାଙ୍କୁ ଆମକୁ ଖାଇବାକୁ ଦେବାକୁ ପଡ଼ୁଛି, ତାଙ୍କୁ ଚା ପିଇବାକୁ ଦେବାକୁ ପଡ଼ୁଛି, ତାଙ୍କୁ ହାତ ଖର୍ଚ୍ଚ ଦେବାକୁ ପଡ଼ୁଛି, କେଉଁଠୁ ଆଣିକି ଦେବୁ? ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଜନତା ନିଜେ ନ ବଦଳିଛନ୍ତି ପ୍ରତିନିଧି ବଦଳିବେ ନାହିଁ। ଗୋଟେ ପଟେ ଦେଖିବାକୁ ଗଲେ ବିଧବା ମାନଙ୍କର ଭତ୍ତା ବୃଦ୍ଧି ହେବା ପାଇଁ କଥା, କାହାର ଭତ୍ତା ବଢୁନାହିଁ? ଆପଣ ସମାନ ସମୟରେ ଦେଖୁଛନ୍ତି ରାସ୍ତାଘାଟରେ ପାଚକ ପାଚିକା ମାନେ ଆନ୍ଦୋଳନ କରୁଛନ୍ତି। ତାଙ୍କର ଦରମା କେତେ ଜାଣିଛନ୍ତି? ତାଙ୍କର ଦରମା ହଉଛି ମାସକୁ 3000 ଟଙ୍କା। ଖରା ଧାସରେ ନିଆଁରେ ସିଝି 300-400 ପିଲାଙ୍କ ପାଇଁ ରୋଷେଇ କରୁଥିବା ଗୋଟେ ପାଚକ ମାସକୁ 3000 ଟଙ୍କା ଦରମା ପାଏ। ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ କହୁଛନ୍ତି ଆଜ୍ଞା ସେମାନେ ଗୋଟେ କ'ଣ ଆଉ ଆଉ ଅଧିକ କେତେ ଦେଇପାରିବୁ ଯେ ସେମାନେ ଆନ୍ଦୋଳନ କରୁଛନ୍ତି। ଦିନ ମଜୁରିଆର ଦରମା ବି ତାଙ୍କର ନୁହଁ, ଗୋଟେ ଆଜ୍ଞା ଆଜିକାଲି ସେଟା ଭିକ ବି ନୁହଁ କୁହାଯାଇପାରେ। ଯେ ଯେଉଁ ରାନ୍ଧୁଣିଆଟି ବା ରାନ୍ଧୁଣୀଟି 500 ପିଲାଙ୍କ ପାଇଁ 5 ଘଣ୍ଟା ପରିଶ୍ରମ କରିକି ରୋଷେଇ କରୁଛି ନିଜର ସ୍ୱାସ୍ଥ୍ୟକୁ ବାଜି ଲଗେଇକରି, ତାକୁ 3000 ଟଙ୍କା ଦରମା ଦେଉଛନ୍ତି ଏବଂ କହୁଛନ୍ତି ବହୁତ ଅଧିକ ଦେଇଦେଉଛୁ। ଆପଣଙ୍କର ଠିକ୍ ଅଛି, ଆପଣଙ୍କର ଦରମା ବଢ଼େଇବାର ବିରୋଧରେ ମୁଁ ନୁହଁ, ବିଧାୟକ ମାନେ ଯେତିକି ଦରମା ପାଇବା କଥା ପାଆନ୍ତୁ, କିନ୍ତୁ ରେସନାଲିଟିଟା କ'ଣ ଅଛି ତା ଭିତରେ? ଆପଣଙ୍କର ମୂଳ ଦରମା ବଢିଲା 90,000 ଟଙ୍କା, 96,000 ଟଙ୍କା ଆପଣଙ୍କୁ ଆଉ ଗୋଟେ ଭତ୍ତା ମିଳିଲା। ପ୍ରତି କିଲୋମିଟର ଆପଣ ନେବେ 35 ଟଙ୍କାର ଭତ୍ତା, ତା ସହିତ 75,000 ଟଙ୍କାର ଗସ୍ତ ଖର୍ଚ୍ଚ। କ'ଣ ୟାର ମାନେ କ'ଣ? 75,000 ଯଦି ଆପଣ ଖର୍ଚ୍ଚ କରିବେ, 10,000 ଟଙ୍କା ଆପଣ ମ୍ୟାଗାଜିନ୍ କିଣୁଛନ୍ତି, ମ୍ୟାଗାଜିନ୍ ବହି କିଣିବେ ପ୍ରତି ମାସ। ଟେଲିଫୋନ୍ ପାଇଁ 20,000 ଟଙ୍କା। ଆଜ୍ଞା ସବୁଠୁ ହାଇଏଷ୍ଟ ସ୍ପିଡ୍ର ଇଣ୍ଟରନେଟ୍ ବ୍ୟବହାର କଲେ ବି ଆଉ 3ଟା ମୋବାଇଲ ଫୋନ୍ ବ୍ୟବହାର କଲେ ବି 5,000 ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ନାହିଁ। 20,000 ଟଙ୍କା କ'ଣ ପାଇଁ ଖର୍ଚ୍ଚ କରୁଛନ୍ତି? 35,000 ଟଙ୍କାର ଆପଣଙ୍କର ମେଡିକାଲ ଆଲାଉନ୍ସ। ମାନେ ଇଏ ତ ମାନେ କହିବି କ'ଣ? ଜଣେ ବି ବିଧାୟକ, କେବଳ CPIM ର ଲକ୍ଷ୍ମଣ ମୁଣ୍ଡାଙ୍କୁ ଛାଡ଼ିଦେଲେ ଜଣେ ବି ବିଧାୟକ ତାଙ୍କ ମନରେ ଗୋଟେ ନୈତିକ ପ୍ରଶ୍ନ ଆସିଲା ନାହିଁ ଯେ ଆଜ୍ଞା ଅତି କମ୍ରେ ୟାର ତ ଗୋଟେ ରେସନାଲିଟି ଠିକ୍ କରନ୍ତୁ। ସେତକ ବି ହେଲା ନାହିଁ। ଜଣେ ବି ସେ ବିଷୟରେ କେହି କଥା, ଜଣେ ମୁଁ ଆଶା କରୁଥିଲି ଅତି କମ୍ରେ ଯେଉଁ ଯୁବ ବିଧାୟକ ମାନେ ଅଛନ୍ତି ସେମାନେ କହିବେ ଯେ ଆଜ୍ଞା ଠିକ୍ ଅଛି ୟାର ଗୋଟେ ରେସନାଲ ତିଆରି ହଉ, କେହି କହିଲେନି।
ମୁଁ ତ କହିବି ବର୍ତ୍ତମାନ ସବୁ ପ୍ରକାଶକ ଯାଆନ୍ତୁ ଯୋଉ 10,000 ଟଙ୍କା ପାଇଛନ୍ତି 147 ବିଧାୟକ ସମସ୍ତଙ୍କ ଘର ଆଗରେ କୁହନ୍ତୁ ଆଜ୍ଞା ବହି କିଣନ୍ତୁ 10,000 ଟଙ୍କା ଦିଅନ୍ତୁ ମ୍ୟାଗାଜିନ୍ କିଣନ୍ତୁ ବହି କିଣନ୍ତୁ ଏବଂ ମୁଁ ଦେଖିବାକୁ ଚାହୁଁଛି ଯେ ଯେହେତୁ ବର୍ଷକୁ 1,20,000 ଟଙ୍କା ପ୍ରତ୍ୟେକ ବିଧାୟକ ପାଇବେ ବହି ଆଉ ମ୍ୟାଗାଜିନ୍ କିଣିବା ପାଇଁ କେତେ ଟଙ୍କାର ବହି ଆଉ ମ୍ୟାଗାଜିନ୍ ଆମର ବିଧାୟକ ମାନେ ବାସ୍ତବରେ କିଣୁଛନ୍ତି କାରଣ ଜଣେ ଓଡ଼ିଶାର ଅତି ମାନେ 3-4 ଜଣ ମାତ୍ର ବିଧାୟକଙ୍କୁ ମୁଁ ଦେଖିଛି ଯେଉଁମାନେ ନିୟମିତ ବହି କିଣନ୍ତି ମ୍ୟାଗାଜିନ୍ କିଣନ୍ତି ମାତ୍ର 3-4 ଜଣ ବିଧାୟକ ଆଉ କେହି କିଣିବାର ମୁଁ ଦେଖିନି। ବାବୁ ସିଂ ଆଜି କହିଲେ ତାଙ୍କର ଯୋଉ ଦରମା ବୃଦ୍ଧି ହେଇଛି ସେ ଦରମା ବୃଦ୍ଧି ପଇସା ତକ ସେ ଗରିବଙ୍କୁ ବାଣ୍ଟିଦେବେ ପ୍ରଥମତଃ ମାସ ରବିନ ହୁଡ୍ ତ ସବୁ ସବୁ ଗୋଟେ ଗୋଟେ ରବିନ ହୁଡ୍ ହେଇଛନ୍ତି ଆଉ ପ୍ରଥମେ ବିଧାୟକ ଆପଣ ବାଣ୍ଟିବେ କ'ଣ ପାଇଁ ଦୟା କରୁଥିବେ ମାନେ ଗରିବଙ୍କୁ ଦାନ କରିଦେବେ ଦାନ 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 କରିବା କ'ଣ କ'ଣ ଦାନୀ କରୁନ ଆପଣ ନା ହରିଶ୍ଚନ୍ଦ୍ର ନେଲେ କାହିଁକି ମନା କଲେନି ବାବୁ ସିଂଙ୍କ ମୁହଁରେ ତୁଳା ବିନା ବନ୍ଧା ହେଇଥିଲା ଯେତେବେଳେ ଚାଲିଥିଲା ବିଧାନସଭାର ଆଲୋଚନା କହିଲେ ନାହିଁ ଯେ ମୁଁ ନେବି ନାହିଁ ନାଇଁ ନାଇଁ ମୁଁ ଏବେ ନେଇକରି ଗରିବଙ୍କୁ ବାଣ୍ଟିବି ମାନେ କରୁନ ଦାନୀ କରୁନ ରବିନ ହୁଡ୍ ସବୁ ଗୋଟେ ଗୋଟେ ହେଇଛନ୍ତି ସେ କୋଉ ପଇସାଟା ଦେବେ ଏଇ ମାସଠୁ ନା ପିଛିଲା ଏଟା ତ ଲାଗୁ ହେଲା ପିଛିଲାଠୁ ଦେଖନ୍ତୁ ତାର ଉତ୍ତର ବାବୁ ସିଂ ଦେଇପାରିବେ ମୁଁ ତା ଉତ୍ତର ଦେଇପାରିବିନି ସେ କେବେ କେତେ ପଇସା ବାଣ୍ଟିବେ କାହିଁକି ବାଣ୍ଟିବେ ସେ ତାଙ୍କ କଥା ବୁଝିବେ କିନ୍ତୁ ଗୋଟେ ନୈତିକତା ଯଦି ଥିଲା ଯଦି ଆପଣ ଭାବୁଛନ୍ତି ଯେ ପଇସା ପାଇବାକୁ ଆପଣ ହକଦାର ନୁହନ୍ତି ଗରିବ ମାନେ ପାଇବା ଦରକାର ଆଣୁଥିଲେ କାହିଁକି ବିରୋଧ କରିଥିଲେ କି ଯେତେବେଳେ ଆପଣଙ୍କର ସରକାର ବିଲ୍ ଆଣିଲେ ବିରୋଧ କରିଥିଲେ କି ଯେତେବେଳେ ପ୍ରତି ଜିନିଷରେ ରାଜ୍ୟ ସରକାର କୁହନ୍ତି ଯେ ନୂଆ ବର୍ଷକୁ ନୂଆ ଉପହାର ଦିଆଗଲା ସମସ୍ତଙ୍କୁ ତେଣୁ କରିକି ଏଥରକ ଯୋଉ ବିଧାୟକ ମାନଙ୍କର ପିଛିଲା ଦର ହିସାବରେ ବୃଦ୍ଧି କରାଗଲା ମାନେ ଜୁନ୍ ମାସରୁ ହିସାବ କଲେ 36 ଲକ୍ଷ ଟଙ୍କା ପ୍ରତି ବିଧାୟକ ପାଇବେ ଦେଖନ୍ତୁ ପ୍ରଥମ ସରକାର କୌଣସି ବ୍ୟକ୍ତି ନୁହେଁ ଯେ ଆପଣ ଉପହାର ଦେବେ ଆମର ସରକାରରେ ଥିବା ଲୋକମାନେ ଭୁଲି ଯାଉଛନ୍ତି ଯେ ସେମାନେ ହଉଛନ୍ତି ଗୋଟେ ଗୋଟେ ଗଣତାନ୍ତ୍ରିକ ଅନୁଷ୍ଠାନର ଅଂଶ ବିଶେଷ ଆପଣ ରଜା ଯେ ଉପହାର ଦେବେ ଆପଣ ଲୋକଙ୍କୁ ତାଙ୍କର ଅଧିକାର ଦିଅନ୍ତି ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକର କାମ ହେଉଛି ଯେ ଯାହାର ଯାହା ଅଧିକାର ତାକୁ ସେ ଅଧିକାର ଦେବେ ଆପଣ ଉପହାର ଦେଇପାରିବେନି ଆଜ୍ଞା ଆପଣ ରଜା ନୁହନ୍ତି ଏଠି ମାନେ ଆପଣ ଉପହାର ବାଣ୍ଟୁ ନାହାନ୍ତି ଅସର ବି ବାଣ୍ଟୁ ନାହାନ୍ତି ଆମେ ରାଜ୍ୟବାସୀଙ୍କୁ ଅମୁକ ଉପହାର ଦେଲୁ ଉପହାର ଦେବେ ଆପଣ ଲୋକଙ୍କର ଅଧିକାର ଆପଣ ଦେବେ ଆଉ ତାଠୁ ଅଧିକ କିଛି କୋଉ ଅଧିକାର ଦେବେ କେମିତି ଦେବେ ଗଣତାନ୍ତ୍ରିକ ଅଧିକାର ଯୋଉ ଯୋଉ ସ୍କିମ୍ ଗୁଡାକ ହଉଛି ସରକାରୀ ସ୍କିମ୍ ସେଇଟା କ'ଣ ସେଇଟା ଗୋଟେ ଲୋକଙ୍କର ଅଧିକାର ନା ସରକାର ଉପହାର ଦେଇପାରିବେନି ସରକାରଙ୍କୁ ଉପହାର ଦେବା ପାଇଁ କେହି ନିର୍ବାଚିତ କରିକି ପଠାଏ ନାହିଁ in a democracy every government is to do their job as a democratic institution they are not kings or monarchs ସରକାର ରଜା ନୁହଁ ଯେ ମୋତିର ମାଳ ଦବ ପ୍ରଜା ମାନଙ୍କୁ କବି ଖୁସି ଗୀତ ଗାଇଲା ଖୁସି ହେଇଗଲା ମାନେ ମୋର ଅସରଫି ଦେଇଦେଲି ଡେମୋକ୍ରେସି ସେମିତି ଚାଲେ ନାହିଁ ଡେମୋକ୍ରେସିରେ ଆପଣ ବାଇ ରୁଲ୍ ଏଷ୍ଟାବ୍ଲିଶ୍ଡ ଲ ଯାହା କହୁଛି ସେ ଅନୁସାରେ କାମ କରିବେ ତେଣୁ ସରକାର ଯେଉଁ ଭାଷା ବ୍ୟବହାର କରୁଛନ୍ତି ଆମେ ଉପହାର ନୂଆ ବର୍ଷର ଉପହାର ଦେଲୁ ଚାଷୀମାନଙ୍କୁ ଉପହାର ଦେଲୁ ମହିଳାମାନଙ୍କୁ ଉପହାର ଦେଲୁ ଉପହାର ଦେବାକୁ କେହି ଆପଣଙ୍କୁ ଇଲେକ୍ଟ କରିନି ଦିସ୍ ଇଜ୍ ଏ ଭେରି ଅନଡେମୋକ୍ରେଟିକ୍ ଲାଙ୍ଗୁଏଜ